ସତର ଅଧ୍ୟାୟର କ୍ରମଶରୁ ଯାହାର ସୃଷ୍ଟି ନାହିଁ ତାହାକୁ ହିଁ ଅସୃଷ୍ଟି କହନ୍ତି। ଅସୃଷ୍ଟି ଆତ୍ମା, ଏହାର ଆରମ୍ଭ ନାହିଁ କି ଶେଷ ନାହିଁ। ନିଆଁରେ ପୋଡ଼େ ନାହିଁ, ପାଣିରେ ଭିଜେ ନାହିଁ, ପବନରେ ଉଡ଼େ ନାହିଁ, ଧାରୁଆ ଅସ୍ତ୍ରରେ ଛିଡ଼େ ନାହିଁ, ଆଖିରେ ଦିଶେ ନାହିଁ, କାନରେ ଶୁଣି ହୁଏ ନାହିଁ, ଭାଷାରେ କହି ହୁଏ ନାହିଁ, ମାତ୍ର ଦେହରେ ଅନୁଭୂତି ହୁଏ। ମାନୁବାଦୀ ଏହାକୁ ବେଦ କହନ୍ତି, ଅମାନୁବାଦୀ ଏହାକୁ ସ୍ମୃତି କହନ୍ତି। ଯାହାର ଆରମ୍ଭ ଏବଂ ଶେଷ ନାହିଁ, ପୁସ୍ତକ ନାହିଁ, ଲେଖକ ନାହାନ୍ତି, ତାହା ହିଁ ବେଦ। ମାନୁବାଦୀ ଆର୍ଯ୍ୟ ବ୍ରାହ୍ମଣ ଏହାକୁ ଲେଖି ବେଦ, ବେଦାନ୍ତ, ଗୀତା, ଭଗବତ୍ ଗୀତା, ଉପନିଷଦ ସୃଷ୍ଟି କରିଛନ୍ତି। ବ୍ରହ୍ମକୁ ଜଣା, ନିଜେ ଅଜଣା ଆର୍ଯ୍ୟ ବ୍ରାହ୍ମଣ। ବ୍ରହ୍ମକୁ ଅଜଣା, ନିଜେ ଜଣା ଆଦି ମାନବ, ଆଦିମ ଜାତି, ଆଦିବାସୀ। ଆର୍ଯ୍ୟ ବ୍ରାହ୍ମଣଙ୍କର ଦେବଦେବୀଙ୍କ ପାଇଁ ମାନବ ନିର୍ମିତ ମନ୍ଦିର ଅଛି, ମାତ୍ର ଆଦିମ ଆଦିବାସୀଙ୍କର ଦେବଦେବୀଙ୍କ ପାଇଁ ପ୍ରକୃତିରେ ସୃଷ୍ଟି ଜାହେର ଅଛି। ସନାତନ ବା ପଞ୍ଚସତ୍ୟ ସନାତନର ମନ୍ଦିର, ସାରନା ବା ସାରନାମଣେ ଜାହେର। ଗୋଟିଏ ମାନୁବାଦୀ, ଅନ୍ୟଟି ଅମାନୁବାଦୀ। ମାନୁବାଦୀର ମନ୍ତ୍ର ଚିହ୍ନ ଅଂ, ଆତ୍ମାର ସ୍ୱଚ୍ଛ ବାୟୁ ନିଷ୍କାସନ ଅଂ ମନ୍ତ୍ର। ଜଣକର କର୍ମ ବଣ୍ଟନ ଅଛି, ଅନ୍ୟ ଜଣକର କର୍ମ ଅଛି କିନ୍ତୁ ବଣ୍ଟନ ନାହିଁ। ଜଣକର ଛୁଆଁ ଅଛୁଆଁ ଭେଦଭାବ ଅଛି, ଅନ୍ୟ ଜଣକର ଛୁଆଁ ଅଛୁଆଁ ଭେଦଭାବ ନାହିଁ। ଜଣକର ଦେବଦେବୀ ଅଛନ୍ତି, ଅନ୍ୟ ଜଣକର ନିଜେ ଦେବଦେବୀ। ଜଣକର ପ୍ରତ୍ୟକ୍ଷ ପ୍ରତୀକ ପୂଜା, ଅନ୍ୟ ଜଣକର ପରୋକ୍ଷ ପ୍ରତିମା ପୂଜା। ପ୍ରତୀକ ପୂଜାରେ ଘଟ ନଥାଏ, ପ୍ରତିମା ମୂର୍ତ୍ତି ପୂଜାରେ ଘଟ ଥାଏ। ଜଣେ ପୂଜକ ବ୍ରାହ୍ମଣ, ଅନ୍ୟ ଜଣେ ପୂଜକ ନାଇକେ। ଆତ୍ମା ଆଚ୍ଛାଦିତ ଚିନ୍ତା ଦ୍ୱାରା, ଚିନ୍ତା ଆଚ୍ଛାଦିତ ଇଚ୍ଛା ଦ୍ୱାରା, ଇଚ୍ଛା ଆଚ୍ଛାଦିତ ମନ ଦ୍ୱାରା, ମନ ଆଚ୍ଛାଦିତ ଶରୀର ଦ୍ୱାରା। ମାନବ ଆତ୍ମା ଘୂର୍ଣ୍ଣନ ରେଖାଚିତ୍ର ହିଁ ମାନବ ଶବ୍ଦ ବା ଭାଷାର ଲିପି ବା ଅକ୍ଷର। ଆଦିମ ଆଦିବାସୀଙ୍କ ଭାଷା ଲିପି ଅଲଚିକି ମାନବ ରୂପରେ ପଣ୍ଡିତ ରଘୁନାଥ ମୁର୍ମୁ, ଯାହା ଭାରତୀୟ ସମ୍ବିଧାନର 8ମ ଅନୁଚ୍ଛେଦର ଭାଷାର ମାନ୍ୟତା ପାଇଛି। ମାନବ ଦେହର ଅନୁଭୂତି ହିଁ ମାନବର ଧର୍ମ। ବିଭିନ୍ନ ମାନବର ବିଭିନ୍ନ ଭାଷାରେ ଏହାର ନାମ ବିଭିନ୍ନ ପ୍ରକାର। ଯେପରି ଆର୍ଯ୍ୟଙ୍କ ସନାତନ, ଆଦିମଙ୍କ ସାରନାମ, ମୁସଲମାନଙ୍କ ଆଲ୍ଲାହ, ଖ୍ରୀଷ୍ଟିଆନଙ୍କ ଖ୍ରୀଷ୍ଟ, ଏହିଭଳି ଅନେକ। ଆଜି ପାଇଁ ଏତିକି। ଅପେକ୍ଷାରେ ରହନ୍ତୁ କ୍ରମଶଃ ପାଇଁ। ଜଗଦାନନ୍ଦ ହେମ୍ବ୍ରମ, ଆଦିମ ଆଦିବାସୀ।